मोर दी भाई ये बोटिंग करुछंती भारी मजा लगुच आम बोट कूल चलू चलते देखिए भितर कौन कौन सब अच्छी कौन ता भीतर भल जिन अच्छी। नमस्कार बंधु मैंने चलते बुली जा अंशुबार नुआ अपडेट देखा अंशुबार नुआ नुआ कौन हो ଆପଣ ଚିଲିକା ଆସିଲେ ଦେଖିପାରିବେ ଏଠି ବହୁତ ସୁନ୍ଦର ସୁନ୍ଦର ଖେଳନା ଯୋଉଟା କି ଘରକୁ ନେବାକୁ ଆପଣଙ୍କର ବି ଇଚ୍ଛା ହେବ ପିଲାମାନଙ୍କୁ ଖେଳିବା ପାଇଁ। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଖେଳନା ଏଠି ବିକ୍ରି ହେଉଛି। ଏମିତି କିଛି ଦୋକାନ ଆପଣଙ୍କୁ ଏଇ ଜାଗାରେ ମିଳିଯିବ ବହୁତ ସୁନ୍ଦର। ଏଇ ହ୍ରଦରେ କୋଉ କୋଉ ଚଢ଼େଇ ମାନେ ଆସୁଛନ୍ତି ତାର ବିବରଣୀ ଏଠି ଦିଆଯାଇଛି ଆପଣ ଦେଖିପାରୁଥିବେ। এই সব চড়াই বুঝতে পারছেন বিদেশ চড়াই গুড়িক ଆପଣ ବାଉଁଶ ତ ବହୁତ ପ୍ରକାର ଦେଖିଛନ୍ତି। କଳା ବାଉଁଶ ଦେଖିଛନ୍ତି? ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ଗୋଟେ କଳା ବାଉଁଶ କେତେ ସୁନ୍ଦର ଦେଖାଯାଉଛି। ଏଇ ଦେଖନ୍ତୁ ଇଏ ହଉଛି କଳା ବାଉଁଶ ଯୋଉ ବାଉଁଶରେ ବହୁତ କିଛି ନୂତନ ନୂତନ ଜିନିଷ ତିଆରି କରାଯାଏ। ଆମେ ଏଇଟା ବି ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଏ ବାଉଁଶ ଗୁଡ଼ିକ କେତେ ପିଓର କଳା ଅଛି ଦେଖନ୍ତୁ ପୁରା କଳା। ଗୋଆରେ ବାଉଁଶଟି ମିଳେ ଲାଗୁଛି ଯେମିତି ଗଛଟି ମରିଯାଇଛି କିନ୍ତୁ ପ୍ରକୃତରେ ଏଲୋ ବାଉଁଶ ନୁହେଁ। ଦେଖିବା କେମିତି ଏଲୋ ବାଉଁଶ ଅଛି ଦେଖିବା। ଦେଖିପାରୁଥିବେ ବନ୍ଧୁମାନେ ଇଏ ଗୋଟେ ୟେଲୋ କଲର ବାଉଁଶ ସେଠି ଯେମିତି ଗୋଟେ ବ୍ଲାକ୍ କଲର ବାଉଁଶ ଦେଖିଥିଲେ ଇଏ ସେମିତି ଗୋଟେ ୟେଲୋ କଲର ବାଉଁଶ ଦେଖନ୍ତୁ। ଏ ବାଉଁଶଟି ଗୋଆରେ ହିଁ ଆସିଛି। ଯୋଉ ବ୍ରିଡଟି ଅଛି ଗୋଆର ବ୍ରିଡ ଏଇଠି ଆମର ଅଂଶୁପା ଉଦ୍ୟାନରେ ପ୍ରାଣୀ ଉଦ୍ୟାନରେ ଦିଆଯାଇଛି ରୋପଣ କରାଯାଇଛି ଜାଗାଟେ। ଦେଖିପାରୁଥିବେ ଏ ବାଉଁଶର କଲର ପୁରା ୟେଲୋ। ଏ ଗଛଟି ମରିନି ଦେଖନ୍ତୁ ପତ୍ର ସତେଜ ଅଛି ଦେଖନ୍ତୁ ଶୁଖିଲା ଭଳିଆ ଦେଖାଯାଉଛି କିନ୍ତୁ ପୁରା ଏଇଟା କଞ୍ଚା ଗଛଟି ବଞ୍ଚିଛି ପୁରା ଦେଖନ୍ତୁ। ଆଉ ଗୋଟେ ବୁଦା ଏପଟରେ ବି ଅଛି ଦେଖନ୍ତୁ ଗଛଟି ବଞ୍ଚିଛି ବାଉଁଶର କଲର ହଉଛି ପୁରା ୟେଲୋ। ଏଇ ସବୁ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳୁଛି। ଏଇ ବାଉଁଶଟି ହଉଛି ସୁନ୍ଦର କନିକା ବାଉଁଶ ଶାଳ ଗଛ ପରି ସିଧା ଦେଖନ୍ତୁ। ଏ ବାଉଁଶର ମୋଟା କେତେ ମୋଟା ଏ ବାଉଁଶ। ଏ ବାଉଁଶ ଗୁଡି ବହୁତ ସୁନ୍ଦର ଲାଗୁଛି ଦେଖିବାକୁ ଦେଖନ୍ତୁ ପୁରା ସିଧା ଦେଖନ୍ତୁ। ସୁନ୍ଦର କଣି ବାଉଁଶ ଯାହାର କି ବେଶୀ କଣି ନଥାଏ ବାଉଁଶଟା ଦେଖିବାକୁ ବହୁତ ମୋଟା ବହୁତ ସିଧା। ଆଗ କାଳରେ ଲୋକମାନେ ଯେତେବେଳେ ଘର କରୁଥିଲେ এই ବାଉଁଶରେ ପ୍ରାୟତଃ ଘର କରେ। ଏଇଥିପାଇଁ ଏ ବାଉଁଶ ଶକ୍ତ ମୋଟା ଆଉ ସିଧା। ଆମର ସେଠି ଆଉ ଗୋଟେ କ୍ୱାଲିଟିର ବାଉଁଶ ଅଛି ଦେଖ ସେଠି କୁଣ୍ଡା ବାଉଁଶ ବୋଲି ସବୁ କୁହନ୍ତି। ସେ ପୁରା କୁଣ୍ଡା ମଡେଲର ଡିଜାଇନ ହେଇକି ଅଛି ତାର ଗଣ୍ଠି ଗଣ୍ଠି ତାର ପଗ ବହୁତ ଛୋଟ ବୁଝୁଛି। ସେଗୁଡ଼ା ଛୋଟ ମୋଟ ଘରୋଇ ଉପକରଣ ତିଆରି ସେ ବାଉଁଶ। ହଁ ଡିଟୋ ଦେଖାଯାଉଛି ଯେମିତି ଆମର ବେଞ୍ଚ ଚେୟାର ହୁଏ କୁନ୍ଦ ହୁଏ ସେ କୁନ୍ଦ ଟାଇପ୍ର ହିଁ ବାଉଁଶଟି ଦେଖାଯାଉଛି। ଛୋଟିଆ ବୁଦାଟି ଅଛି କିନ୍ତୁ କୁନ୍ଦ କୁନ୍ଦ ହେଇକି ରହିଛି ବାଉଁଶଟି। ବହୁତ ପ୍ରକାର ଭେରାଇଟି ବାଉଁଶ ଅଛି ଏଠି ଅଂଶୁପାରେ ନାଇଁ କି। এইপটে আমি যাইকি অংশুপা হ্রদর সৌন্দর্যর উপভোগ করিপারিবা। এটা নিরীক্ষণ ভবন করেছেন। এই অংশুপার সৌন্দর্যকে উপভোগ করা আমি উপরকু যা উপর দেখা।
ଅଂଶୁପା ହ୍ରଦର ସୌନ୍ଦର୍ଯ୍ୟ। କିନ୍ତୁ ପ୍ରକୃତରେ କହିବାକୁ ଗଲେ ଏଠି ଘାସ ଫାସ ଗୁଡ଼ା ଚଢ଼ିଗଲାଣି ଅଂଶୁପା ହ୍ରଦ ଉପରେ। ଖାଲି ପଦ୍ମ ଫୁଲର ପତ୍ର, ଫୁଲ ତ ଗୋଟେ ବି ଦେଖିବାକୁ ମିଳୁନି। ଦେଖିବା, ଦଳ ଚଢ଼ିଗଲାଣି ସବୁ। ଅଂଶୁପା ହ୍ରଦରେ ଖାଲି ପଦ୍ମ ପତ୍ର ଗୁଡ଼ିଏ ଅଛି, ପତ୍ର ଗୁଡ଼ିଏ ହିଁ ଖାଲି ଅଛି। ସଫାସଫି ବୋଧେ ଟିକେ ଠିକଠାକ୍ ହେଇନି। ପ୍ରାକୃତିକ ଉଦ୍ୟାନକୁ ଏଇ ଯେଉଁ ସଜା ହେଇଛି, ଏଇ ରକମ ସଜା ହେଇଛି। ସେଠି ଗୋଟେ କ'ଣ ବଗିଚା କରାହେଇଛି ବୋଧେ, ନୂଆ ଡେଭଲପ୍। ଏଇଟା ଏବେ ନୂଆ ଡେଭଲପ୍ରେ ଯାଉଛି। ଦେଖନ୍ତୁ ଅଂଶୁପାର ଡେଭଲପ୍। ଆଗେ ସେଇଠି ବୋଟିଂ ହେଉଥିଲା, ଏଇ ଯେଉଁ ଜାଗାରେ ଦେଖୁଛନ୍ତି ନା, ଏଇ ଜାଗାରେ ବୋଟିଂ ହେଉଥିଲା। ଏବେ ବି ହେଉଛି କିନ୍ତୁ ଏତେଟା ହେଉନି। ଏବେ ତ ମାନେ ଆମର ପିକନିକ୍ ସିଜନ୍ ଆରମ୍ଭ ହେଇନି, ନଭେମ୍ବର ଡିସେମ୍ବର ବେଳକୁ ଆରମ୍ଭ ହେବା କଥା। କିନ୍ତୁ ଏବେ ଯେତେବେଳେ ନଭେମ୍ବରରେ ଗରମ ହେଉଛି, ପ୍ରାୟ ଲୋକ ଆସିନାହାନ୍ତି ଟୁରିଷ୍ଟ ମାନେ। ସେଥିପାଇଁ ଏବେ ଅଂଶୁପାରେ ସବୁ କାର୍ଯ୍ୟ ଚାଲିଛି। ଏବେ ଆମେ ଭାଇମାନେ ସବୁ ମିଶି ଚାଲିଲୁ ବୋଟିଂ ଏରିଆକୁ। ଦେଖିବା ଏରିଆରେ କ'ଣ ବୋଟିଂ ହେଉଛି। ଆମେ ଏଇ ଘରର ଉପରେ ଆମେ ଥିଲୁ, ଏଇଖିଣି ମାନେ ଆମର ଅଂଶୁପାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲୁ। ଏଇ ଘରଟି, ଯେଉଁ ଘର ଉପରକୁ ଆମେ ଆସିଥିଲୁ, ଏବେ ସୁଟିଂରେ ଆମେ ଯାଇଥିଲୁ ଉପରକୁ। ଏବେ ଦେଖିବା କୋଉ ଚଢ଼େଇ ଅଛି। ସେଇଟା ଗୋଟେ କୃତ୍ରିମ ଚଢ଼େଇ, ପ୍ରାକୃତିକ ହେଇଥିଲେ ଆମେ କରିଥାନ୍ତେ। ବୋଟିଂରେ ଜାହାଜଟା ଚାଲୁଥିଲା କି? ଏଇ ଜାହାଜଟା କୋଉଠି ଚାଲୁଥିଲା? ରାଜାରାଜୁଡ଼ା ସମୟରେ ମାଛ ମାରନ୍ତି। ଓହୋ, ଏଇଟା ଯୋଉ ବୋଟଟା, ମାନେ ଆମର ଟଲର, ମାଛ ଟଲରଟା। ଆଗେ ଏଇଟା ମାଛ ମରା ଟଲର ଥିଲା। ଏଇଟା ଇଏ ହଉଛି ଅଂଶୁପା ହ୍ରଦ। ଆଗ ଅପେକ୍ଷା ଟିକେ ତ ଚେଞ୍ଜ ହେଇଛି, କିଛି କାମ ହେଇଛି। ଏଠି କିଛି ଗୋଷ୍ଠୀ ସଂଘ ବାଲା ଅଛନ୍ତି, କିଛି ଲେଡିସ୍ ଅଛନ୍ତି ଯେଉଁମାନେ ଟିକେଟ୍ କାଟୁଛନ୍ତି, ଯତ୍ନ ନେଉଛନ୍ତି, ପାର୍କ ବନାଉଛନ୍ତି, ଏଇସବୁ କାମ କରୁଛନ୍ତି। ଅଂଶୁପା ହ୍ରଦ ଦେଖନ୍ତୁ। ଅଂଶୁପାରେ ଦୁଇଟି ନୂଆ ଚଢ଼େଇ, ହଂସ ବୋଧେ ଦୁଇଟି, ହଂସ। ବାଃ, ଦୁଇଟି ହଂସ କେତେ ସୁନ୍ଦର ମଜାରେ ଖେଳୁଛନ୍ତି। ବହୁତ ବଢ଼ିଆ ଲାଗୁଛି ନାଇଁ ବନ୍ଧୁମାନେ? ଆପଣଙ୍କୁ କେମିତି ଲାଗୁଛି ନିହାତି କମେଣ୍ଟରେ ଜଣାଇବେ। ଅଂଶୁପାରେ ବୋଟିଂ କରିବା ପାଇଁ ଟିକେଟ୍ ଘର, ଏଇ ଘରେ ଟିକେଟ୍ କରାଯାଉଛି। ଦେଖନ୍ତୁ ଟିକେଟ୍ କରିକି ଏଠି ଆପଣ ରେଟ୍ କେତେ ଅଛି ଦେଖିବା। ମାତ୍ର 25 ଟଙ୍କା ଅଛି। ପେଡାଲ ବୋଟ୍ ଜଣପ୍ରତି 25 ଟଙ୍କା। ମଟର ବୋଟ୍ କୁଆଡ଼େ ଗଲା? ମଟର ବୋଟ୍ ଗୋଟେ ହେଉଛି 50 ଟଙ୍କା, ଜଣପ୍ରତି 50 ଟଙ୍କା। ସମୟ 2 ଘଣ୍ଟା, ସକାଳ 9ଟାରୁ ସନ୍ଧ୍ୟା 5ଟା। ବିନା ଟିକେଟରେ ଯାତ୍ରା କରନ୍ତୁ ନାହିଁ। ଦେଖନ୍ତୁ ବୋଟିଂ। ହଂସ ଯୋଡ଼ିକ ବୁଲି ବୁଲି ପଳେଇ ଆସିଲେଣି ନଈ କୂଳକୁ। ୱାଓ, ବହୁତ ସୁନ୍ଦର ହେଇଛି ହଂସ ଯୋଡ଼ିକ। ଆପଣଙ୍କୁ କେମିତି ଲାଗୁଛି ନିହାତି କମେଣ୍ଟରେ ଜଣାଇବେ।
हेलिकॉप्टर शॉट। देखो 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 ठीक खाली करिए चप्पल लो ये चला ସିଏ କଣ କରିବ ଏଟା ଖାଇବା ଜିନିଷ देखिल ଆରେ ଏଗୁଡାକ ଆମର ମାନେ ପାଳିତ ପଶୁ ସିଏ କଣ କରିବ सीधा हिंस जंतु जो कौन देखिल ଆରେ ଇଏ ହଂସ କଣ କହିଲେ କଣ ପାଇଁ ହଂସ ସେ ବତ କହିଲେ ସେଇ ଜାନ ନାହିଁ ବତ କେମିତି ବତ ହଂସ କଣ ମଝିରେ ନଥାଏ हंसर आहुरी देखो लंबा आहुरी ସିଏ ତ ରାଜହଂସ ଇଏ କି ହଂସ हां ହଁ ଏ ଯେ ତ ମାଇ मोर दी भाई ये बोटिंग करुछंती भारी मजा लगुच आम बोट कूल चलु टिकेट घर टिकेट काटिके हंस गुड़िक बुलूंट आम भी चलु बोटिंग रे देखो बोटिंग रो मजा देखो भाई मैंने केते उत्साह सहित बोटिंग कर बोट भीतर बसी देखु किसी काम ना भाई मैंने जन बोटिंग चले बस देखुची ये कंडीशन चारिपट पानी भीतर आम बोटिंग करूँ बोटिंग मजा आम मैंने करूँ भाई मैंने बोटिंग करते बोटिंग कले आमको 25 टका पड़ा जब आप स्पीड बोट्रे बोटिंग करेंगे तो आपको 50 टका पड़ो आम छोटिया जगटा बोली आम पेडलिंग बोटिंग चॉइस कलु स्पीड बोट बुलाया जगह ही ना आपको केमी लगुच बोटिंग मजा निहाती कमेंट रे जणाइबे आम तो मजा उठाऊ आपण मैंने भी आसी एंजॉय करूँ आउ अंशुपारे गोटे सब भल कथा होची एटी सब कौन गोटे स्वयं सेवा गोष्ठी की गवर्नमेंट अप्रूव देती जे कि से माने एटी टिकेट काटुचंदी कलेक्शन कर बोटिंग करने जो सेफ्टी दरकार से हमको लाइफ जैकेट भी देखते देखो ये जैकेट देखते लाइफ जैकेट पिंधिक आम ये बोटिंग करुँ कौन प्रोब्लेम ना आउ सब सब प्रकार फैसिलिटी भी ठीक ठाक अच्छी देखो मो भाई मैंने ये कष्ट करी बोटिंग कर आगे बसिक मस्ती मारुच देखो मो दी भाई जाक बोटिंग चले मुझे बुलूची आ कौन करी जो प्राणी प्राकृतिक उद्यान आसलु बुलिया अंशुपार प्राकृतिक उद्यान आम से प्राकृतिक उद्यान भीतर बुली सारूनी एवं बाहर चलू एवं जीवु आम पहाड़ उपर को बुलिया आपण को जा पहाड़ उपर कौन कौन अच्छी सब देखू पहाड़ पर तो प्राय मान टूरिस्ट नहांती एते भल लगे तथा बुलिक आसवा नुआ जिन कौन अच्छी देखीदे देखिए बुली पलि आसवा।